ମାନେ ଆଜି ଦେଖିବାକୁ ପାଇବେ ଆଜି ପୁରା ପରିବାର ବିପଦରେ ପଡି ଯାଇଛନ୍ତି। ହଁ ଦର୍ଶକ ବନ୍ଧୁ, ଆଜି ସୁନୟନା ସିରିଆଲର ଫୁଲ ଏପିସୋଡ ଦେଖିବାକୁ ଯାଉଛନ୍ତି। ସେଥିପାଇଁ ଭିଡିଓକୁ ଅଧାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣମାନେ ସବୁ କିଛି ଜାଣିପାରିବେ। ଚାଲନ୍ତୁ ଆଜିର ଭିଡିଓକୁ ଷ୍ଟାର୍ଟ କରିବା। ଆଜି ବବୁଲ କାର ଦେଖିକି ଗୁଡିଆ ଓ ପରି ପୁରା ଆଶ୍ଚର୍ଯ୍ୟ ହେଇଯିବେ। ଆଉ କହିବେ ଇଏ କେମିତି ହେଲା। ପୁଣି ବବୁଲ କହିବ ମୁଁ ଏ କାରରେ ଗୋଟେ ମ୍ୟାଗ୍ନେଟ ଲଗେଇ ଦେଇଛି, ଯୋଉଟା କି ଲୁହା ମାନଙ୍କୁ ତା ନିଜ ଆଡକୁ ଟାଣି ଆଣୁଛି। ଆଉ ତାପରେ ପରି କହିବ ଚାଲ ଆମେ ଗାର୍ଡେନ କୁ ଯିବା, ଆଉ ସେଇଠି ଏମିତି ଲୁହା ପତ୍ର ଖୋଜିବା। ଆଉ ତାପରେ ବବୁଲ କହିବ ଗୁଡ ଆଇଡିଆ। ତାପରେ ଗୁଡିଆ କହିବ ମୁଁ ବି ଯିବି ତମ ସାଙ୍ଗରେ। ତାପରେ ବବୁଲ କହିବ ହଉ ଠିକ ଅଛି, କିନ୍ତୁ ତୁ ମୋ କାରରେ ହାତ ବି ଲଗେଇବୁନି। ଆଉ ତାପରେ ସେ ତିନି ଜଣ ଯାକ ଗାର୍ଡେନ କୁ ଯିବେ, ଯୋଉଠି କି ବୁଲବୁଲ ଦେବୀ ସେ ଚାବିକୁ ଲୁଚେଇଥିବେ। ଆଉ ତାପରେ ସେପଟେ ସୁନୟନା ସେ ଚାବିକୁ ବୁଲବୁଲ ଦେବୀଙ୍କର ରୁମ ରେ ଚାରିଆଡେ ଖୋଜିବାକୁ ଲାଗିବେ, କିନ୍ତୁ ତାଙ୍କୁ ଚାବି କୋଉଠି ବି ମିଳିବନି। ଆଉ ସେଠି ଥିବା ଜିନିଷ ପତ୍ରକୁ ସେ ଏପଟ ସେପଟ କରିକି ପୁରା ନାନଥାନ କରିଦେଇଥିବେ। ଆଉ କହିବେ ହେ ଭଗବାନ, ମୁଁ ଏବେ କେମିତି ଜାଣିବି ସେ ଚାବି କେମିତି ଦେଖାଯାଏ, ଆଉ ମମି ତାକୁ ଏବେ କୋଉଠି ରଖିଛନ୍ତି। ଆଉ ତାପରେ ତାଙ୍କର ନଜର ପଡିବ ସେ ଫଟୋ ଉପରେ। ଆଉ ତାପରେ ସେ ଯେତେବେଳେ ଫଟୋକୁ ଦେଖିବେ ତାଙ୍କ ପଛପଟେ ଦେଖିବେ ତାଙ୍କୁ ଚାବି ଜମା ବି ମିଳିବନି। ଆଉ ଏହା ଦେଖି ସେ ପୁରା ଟେନସନ ହେଇଯିବେ। ଆଉ ତାପରେ ସେଠାକୁ ବୁଲବୁଲ ଦେବୀ ଆସିବେ। ଆଉ ସେ ଘରର ଜିନିଷ ପତ୍ର ଏପଟ ସେପଟ ପଡିଥିବାର ଦେଖିକି କହିବେ ଏସବୁ ହଉଛି ସେ ଯାଦୁଗରର କାମ। ଆଉ କହିବେ ସେ ହଉଛି ଯାଦୁଗର, ବାବା ନୁହେଁ। ତାପରେ ବୁଲବୁଲ ଦେବୀ କହିବ ସେ ଯାଦୁଗର ଯେତେ ବି ଚେଷ୍ଟା କଲେ ମୁଁ ତା ହାତରେ ସେ ଚାବି କେବେ ବି ଲାଗିବାକୁ ଦେବିନି। ଆଉ ତାପରେ ସୁନୟନା କାନ୍ଦିକି କହିବେ ମମି ପ୍ଲିଜ ଆପଣ ଏମିତି କଣ ପାଇଁ କରୁଛନ୍ତି। ପ୍ଲିଜ ସେ ଚାବିକୁ ସେ ଯାଦୁଗରକୁ ଦେଇକି ମତେ ଯାଦୁ ଦୁନିଆରୁ ମୁକ୍ତି କରାନ୍ତୁ ପ୍ଲିଜ। ପୁଣି ବୁଲବୁଲ ଦେବୀ କହିବେ ଏବେ ମତେ କିଛି ଗୋଟେ କରିବାକୁ ପଡିବ। ସେ ଯାଦୁଘର ସେ ଚାବି ପାଖରେ ପହଞ୍ଚିବା ପୂର୍ବରୁ ମତେ ତାର କାମ ତମାମ କରିବାକୁ ପଡିବ। ତାପରେ ସୁନୟନା କହିବ ମମି ଏବେ କଣ କହିବାକୁ ଚାହୁଁଛନ୍ତି, ମତେ ଏବେ ଦେଖିବାକୁ ପଡିବ। ଆଉ ତାପରେ ସେପଟେ ପିଲାମାନେ ଗାର୍ଡେନ ରେ ଆସିକି ପହଞ୍ଚିଯିବେ। ଆଉ ତାପରେ ବବୁଲୁ ସେ କାରରେ କିଛି ସମୟ ପାଇଁ ଖେଳିବେ। ଆଉ ପରି ବି ସେ କାରରେ କିଛି ସମୟ ପାଇଁ ଖେଳୁଥିବେ। ଆଉ ତାପରେ ଗୁଡିଆ ବି ସେ କାରକୁ ବୁଲବୁଲ ଦେବୀ ଯୋଉଠି ଚାବି ଲୁଚେଇଥିବେ ସେଇଠି ଯାଇକି ଖେଳୁଥିବେ। ଆଉ ତାପରେ ସେ ମ୍ୟାଗ୍ନେଟରେ ଚାବି ଲାଗିଯିବ। ଆଉ ଏହା ଦେଖି ପିଲାମାନେ ପୁରା ଆଶ୍ଚର୍ଯ୍ୟ ହେଇଯିବେ। ଆଉ ସେପଟେ ବୁଲବୁଲ ଦେବୀ ସେ ବୋର୍ଡରେ ତାରକୁ କିଛି କନେକ୍ସନ କରୁଥିବେ, ଯେମିତି କି ସେ ଯାଦୁଘର ସେ ସୁଇଚ ମାରିଲା ବେଳେ ତାଙ୍କୁ ବହୁତ ବଡ ଝଟକା ଲାଗିବ ଆଉ ସେ ମରିଯିବ। ଆଉ ତାପରେ ବୁଲବୁଲ ଦେବୀ କହିବେ ଏବେ ଆସିବ ଅସଲି ମଜା। ଏବେ ଯେତେବେଳେ ସେ ଯାଦୁଘର ଏ ସୁଇଚକୁ ମାରିବ ସେ ମାସେ ପର୍ଯ୍ୟନ୍ତ ବେଡରୁ ଉଠି ପାରିବନି। ସେ ଯାଦୁ କରିବା ତ ଦୂରର କଥା, ତା ଯାଦୁ କୁଆଡେ ଗାୟବ ହେଇଯିବ। ମତେ ସେ ଚୋରଣୀ କହୁଥିଲା, ଏବେ ସେ ନିଜେ ନାମ ନବ। ତାପରେ ସୁନୟନା କହିବ ମମିକୁ ହରେଇବା ପାଇଁ ସେ ତା ମାନବିକତାକୁ ହରିଗଲେ। ସେ ବବୁଲର ଭଲ ପାଇବାରେ ଏତେ ଦିନ ହେଇଗଲେ ଯେ ସେ କାହାକୁ ମାରିବା ପାଇଁ ବି ପଛଉନାହାନ୍ତି। ମମି ଏମିତି କଣ ପାଇଁ କରୁଛନ୍ତି। ଆଉ ତାପରେ ସେଠାକୁ ଯାଦୁକର ଆସିବ। ଆଉ କହିବ ଏ ରୁମ କେମିତି ଅନ୍ଧାର ହେଲା, ଆଉ ୟାକୁ କିଏ ଅନ୍ଧାର କଲା, ଆଉ ଏ ରୁମ ର ସୁଇଚ ବୋର୍ଡ ଟା କୋଉଠି ଅଛି। ଆରେ ହଁ ଏଇଠି ତ ଅଛି। ଆଉ ତାପରେ ସେ ଯେତେବେଳେ ଯାଦୁକର ସେ ସୁଇଚକୁ ମାରିବାକୁ ଯିବେ ହଠାତ୍ ସୁନୟନା ତାଙ୍କ ହାତକୁ ଧରି ନେବେ। ଆଉ ଏହା ଦେଖି ଯାଦୁକର ପୁରା ଆଶ୍ଚର୍ଯ୍ୟ ହେଇଯିବ। ଆଉ କହିବ ମତେ ଏମିତି କଣ ପାଇଁ ଲାଗିଲା ଯେ ମୋ ହାତକୁ ଧରି ନେଲା। ଆଉ କହିବେ କେହି ତ ଜଣେ ଏଠି ଅଛନ୍ତି, ଆଉ ସିଏ ନୁହଁ ତ ଯିଏ ଏ ଘରୁ ଗାୟବ ହେଇଯାଇଛି। ସେ ମୋର ଆଉ କିଛି କ୍ଷତି କରିବାକୁ ଚାହୁଁନି ତ। ତାପରେ ସୁନୟନା କହିବ ନାଇଁ ବାବା, ମୁଁ ଆପଣଙ୍କର କିଛି ବି କ୍ଷତି କରିବାକୁ ଚାହୁଁନି, ବରଂ ମୁଁ ଆପଣଙ୍କର ଜୀବନକୁ ବଞ୍ଚେଇ ଦେଲି। ମୁଁ ଏବେ କଣ କରିବି, ଆଙ୍କୁ ମୁଁ କେମିତି ଜଣେଇବି। ଆଉ ତାପରେ ସେ ଗୋଟେ ବାଡିକୁ ଧରିକି ସେ ସୁଇଚକୁ ଅନ୍ କରିବେ। ଆଉ ତାପରେ ହଠାତ୍ ସେ ସୁଇଚ ବ୍ଲାଷ୍ଟ ହେଇଯିବ। ଆଉ ତାପରେ ଯେତେବେଳେ ସେ ଅନ୍ୟ ସୁଇଚକୁ ଅନ୍ କରିବେ ସେ ରୁମରେ ଲାଇଟ ଲାଗିଯିବ। ଆଉ ଏହା ଦେଖି ବାବା ପୁରା ଆଶ୍ଚର୍ଯ୍ୟ ହେଇଯିବେ। ଆଉ ତାପରେ ଯାଦୁକର କହିବ ଆରେ ଏ ସୁଇଚରେ ତ କରେଣ୍ଟ ଥିଲା, ମୁଁ ଯଦି ଏ ସୁଇଚକୁ ଅନ୍ କରିଥାନ୍ତି ତାହେଲେ ମୋ ଲାଇଫ ଟା ପୁରା ବର୍ବାଦ ହେଇଯାଇଥାନ୍ତା। ଆଉ ତାପରେ ସେଠାକୁ ବୁଲବୁଲ ଦେବୀ ଆସିବେ। ଆଉ ସେଠି ସବୁ ଠିକ ଠାକ ଦେଖିକି ସେ ପୁରା ସକ୍ ହେଇଯିବେ। ଆଉ ଭାବିବେ ଏଇଟା କେମିତି ସମ୍ଭବ। ଆଉ ତାପରେ ବୁଲବୁଲ ଦେବୀ ସେଠାରୁ ଗଲା ବେଳେ ହଠାତ୍ ବାବା ତାଙ୍କୁ ଯାଦୁବାଟିରେ ତାଙ୍କୁ ଅଟକେଇ ଦେବେ। ଆଉ କହିବେ ଏକରେ ତ ବର୍ଷ ବର୍ଷ ଧରିକି ସେ ବ୍ରେସଲେଟକୁ ମୁଁ ବନେଇଥିଲି, ତା ଆଗରୁ ତମେ ଚୋରି କରିନେଲ। ଆଉ ଯେତେବେଳେ ସେଇଟା ଫେରିବା ପାଇଁ ସମୟ ଆସିଗଲା ସେତେବେଳେ ତମେ ମତେ ମାରିବା ପାଇଁ ଚେଷ୍ଟା କରୁଛ। ଆପଣ ମାନଙ୍କୁ ଲାଗିଥିବ ମୁଁ ସାମାନ୍ୟ ହାତ ସଫେଇ କରୁଥିବା ଗୋଟେ ଯାଦୁଗର, କିନ୍ତୁ ଆପଣ ଗୋଟେ କଥା ମନେ ରଖନ୍ତୁ, ମୁଁ ବିଜ୍ଞାନ ଆଉ ତନ୍ତ୍ର ବିଦ୍ୟା ସହିତ ମୁଁ ଯାଦୁକର ହେଇଛି। ଆଉ ତମେ ଯୋଉ ସେ ମଣିଷକୁ ଗାୟବ କରିଛ ସେ ମଣିଷର ହୃଦୟ ବହୁତ ସଫା। ଆରେ ସେ ହିଁ ମତେ ବଞ୍ଚେଇଛି।
ଆଉ ତମ ହୃଦୟଟା ପୁରା ପଥର। ଏବେ ତମେ ଦେଖ ମୁଁ ତମକୁ କଣ ଦଣ୍ଡ ଦଉଛି। ତମର ଏଇ ଭୁଲ ପାଇଁ କି ତମ ପରିବାରକୁ ସଜା ଭୋଗିବାକୁ ପଡିବ। ଆଉ ତମେ ସେଇଟା ନିଜ ଆଖିରେ ଦେଖିବ। ଆଉ ତାପରେ ସେ ତଳକୁ ଯିବେ। ଆଉ ତାପରେ ବୁଲବୁଲ ଦେବୀ କହିବେ, ହେ ଭଗବାନ, ଏ ଯାଦୁକର ମୋ ପରିବାର ସହିତ କଣ କରିବାକୁ ଯାଉଛି। ଆଉ ତାପରେ ସୁନନ୍ନା ଓ ବୁଲବୁଲ ଦେବୀ ତଳକୁ ଯିବେ। ଆଉ ତାପରେ ସେପଟେ ପରୀ କହିବ, ଏଇଟା କଣ ଏ କାରରେ ଲାଗି ଯାଇଛି। ଆଉ ତାପରେ ବବଲୁ କହିବ, ଗୁଡିଆ ତୁ ଇଏ କଣ କଲୁ, ମୋ କାରଟାକୁ ଖରାପ କରିଦେଲୁ। ତାପରେ ସେ ଗୁଡିଆକୁ ଠେଲି ଦେଲା ବେଳେ ସେଠାକୁ ବିବେକ ଆସିବେ ଆଉ ତାଙ୍କୁ ଧରି ନେବେ। ଆଉ କହିବେ, ପିଲାମାନେ ତମର କଣ ହେଇଛି। ତାପରେ ବବଲୁ କହିବ, ବାପା ଦେଖ ମୋ କାରଟା ତୁ ଗୁଡିଆ ଖରାପ କରିଦେଲା। ଆଉ ତାପରେ ବିବେକ ଯେତେବେଳେ ସେ କାରକୁ ଦେଖିବେ ଆଉ କହିବେ, ଆରେ କିଛି ବି ହେଇନି, ବାସ୍ ଏଇ ଚେନଟା ଏଇ କାରର ଚକାରେ ଲାଗି ଯାଇଛି। ଆଉ ତାପରେ ସେ ଚେନଟାକୁ ବାହାର କରିବେ ଆଉ ତାଙ୍କ ଆଗରେ ସେ କାରକୁ ଚଲେଇ ଦେବେ। ଆଉ ଏହା ଦେଖି ପିଲାମାନେ ପୁରା ଖୁସି ହୋଇଯିବେ। ଆଉ ତାପରେ ସେପଟେ ବାବା ଶୂନ୍ୟରେ ଗୋଟେ ବେଲୁନକୁ ଉପରକୁ ଛାଡିବେ ଆଉ କିଛି ମନ୍ତ୍ର ପଢିବେ। ଆଉ ତାପରେ ହଠାତ୍ ସେ ଘରେ ପୁରା ସ୍ଲୋଲି ବର୍ଷା ହବ। ଆଉ ଏହା ଦେଖି ଘରର ସମସ୍ତ ଲୋକ ପୁରା ଆଶ୍ଚର୍ଯ୍ୟ ହେଇଯିବେ। ଆଉ ତାପରେ ପ୍ରିୟା କହିବ, ଏତେ ଖରାରେ ଏ ବରଫ ବର୍ଷା କୋଉଠୁ ହଉଛି। ଆଉ ପୁଣି ଘର ଭିତରେ। ଆଉ ତାପରେ ହଠାତ୍ ଘରର ସମସ୍ତ ଲୋକ ବରଫର ମୂର୍ତ୍ତି ପାଲଟି ଯିବେ। ଆଉ ଏହା ଦେଖି ବାବା ପୁରା ଆସିବାକୁ ଲାଗିବେ। ଆଉ ତାପରେ ସେ ଯେତେବେଳେ ସେଠାକୁ ବୁଲବୁଲ ଦେବୀ ଓ ସୁନନ୍ନା ଆସିବେ, এই ଦୃଶ୍ୟକୁ ଦେଖି ସେ ପୁରା ଆଶ୍ଚର୍ଯ୍ୟ ହେଇଯିବେ। ଆଉ ସେପଟେ ବାହାରେ ଯେତେବେଳେ ବିବେକ ଓ ପିଲାମାନେ ଥିବେ ସେଠି ବି ସ୍ଲୋଲି ବର୍ଷା ହବ। ଆଉ ସେମାନେ ବି ବରଫର ମୂର୍ତ୍ତି ପାଲଟି ଯିବେ। ଆଉ ତାପରେ ବୁଲବୁଲ ଦେବୀ କହିବେ, ଏ ଯାଦୁକର ଏମିତି କଣ କରିଦେଲା, ଏମାନଙ୍କୁ ତ ଇଏ ବରଫର ମୂର୍ତ୍ତି କରିଦେଲା। ଏହାପରେ ବୁଲବୁଲ ଦେବୀ ଓ ସୁନୟନା ବିବେକ ଓ ପିଲାମାନଙ୍କୁ ଖୋଜିବା ପାଇଁ ବାହାରକୁ ଚାଲିଯିବେ। ଆଉ ସେଠି ବି ସେମାନଙ୍କର ଠିକ ସେମିତି ଅବସ୍ଥା ହେଇଥିବ। ଆଉ ତାପରେ ବୁଲବୁଲ ଦେବୀ କାନ୍ଦିକି କହିବେ, କି ତମେ କଣ କଲ, ତମେ ମୋ ପରିବାରକୁ କାହିଁକି ବରଫ କରିଦେଲ। ଆଉ ତାପରେ ଯାଦୁକର କହିବ, ତମେ ତମ ନିଜକୁ ସୌଭାଗ୍ୟବତୀ ମନେ କର, କାହିଁକି ନା ମୁଁ ତମକୁ ଛାଡି ଦେଇଛି। ତମେ ତମ ଭୁଲକୁ ସୁଧାରି ନିଅ ଆଉ ମୋଠୁ ଆଣିଥିବା ମୋ ବ୍ରେସଲେଟ ଓ ଚାବିକୁ ମତେ ଫେରେଇ ଦିଅ। ନହେଲେ 24 ଘଣ୍ଟା ଭିତରେ ତମେ ତମ ପରିବାରକୁ ହରେଇ ବସିବ। ଆଉ ଏହା ଶୁଣି ବୁଲବୁଲ ଦେବୀ ଓ ସୁନୟନା ପୁରା ସକ୍ ହେଇଯିବେ। ପୁଣି ଯାଦୁକର କହିବ, ଯେତେବେଳେ ଏ ବରଫ ତରଳିବାକୁ ଲାଗିବ ସେତେବେଳେ ତମ ପରିବାରକୁ ତମେ ହଜେଇ ବସିବ। ତାପରେ ବୁଲବୁଲ ଦେବୀ କହିବ, ଆରେ ଏମାନଙ୍କର ଏଥିରେ କିଛି ବି ଭୁଲ ନାହିଁ। ଆଉ ତାପରେ ବୁଲବୁଲ ଦେବୀ ମନେ ମନେ କହିବ, ଯଦି ମୁଁ ଆଙ୍କୁ ଚାବି ଫେରେଇ ଦିଏ ତାହେଲେ ସୁନୟନା ଏ ଘରକୁ ପୁଣି ଥରେ ଫେରି ଆସିବ। ଆଉ ଯଦି ନ ଫେରେ ତାହେଲେ ମୋ ପୁଅ ନାତି ସମସ୍ତେ ମୋ ଠାରୁ ଦୂରେଇ ଯିବେ। ମୋ ପୁଅ ନାତି ଆଉ ପରିବାର ଠାରୁ ବଡ ଆଉ କିଛି ବି ନୁହଁ। ଆଉ ତାପରେ ସେ ମନେ ମନେ ଡିସାଇଡ କରିନେବେ ସେ ଯାଦୁକରକୁ ସେ ଚାବି ଫେରେଇ ଦେବେ। ଆଉ କହିବେ, ମୁଁ ତମ ଚାବିକୁ ତମକୁ ଫେରେଇ ଦେବି। ମୁଁ ଏଇ ଗାର୍ଡେନରେ ସେ ଚାବିକୁ ଲୁଚେଇକି ରଖିଛି। ମୁଁ ଏବେ ଯାଇକି ଆଣିକି ଦଉଛି ତମକୁ। ଆଉ ତାପରେ ସେ ଯେତେବେଳେ ମାଟିକୁ ଖୋଲିବେ ତାଙ୍କୁ ସେ ଚାବି କୋଉଠି ବି ମିଳିବନି। ଆଉ ଏହା ଦେଖି ସେ ପୁରା ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ବୁଲବୁଲ ଦେବୀ କହିବେ, ମୁଁ ତ ଚାବିଟାକୁ ଏଇଠି ରଖିଥିଲି, କିନ୍ତୁ ମତେ ଏବେ କାହିଁକି ମିଳୁନି। ତାପରେ ଯାଦୁକର କହିବ, ତମର ଏଇ ନାଟକ ବନ୍ଦ କର, ଆଉ ସେ ଚାବି ମତେ ନିହାତି ଦରକାର, ନହେଲେ ତମେ ପସ୍ତେଇବ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କଣ ଲାଗୁଛି, ଏବେ କଣ ସେ ଚାବି ବୁଲବୁଲ ଦେବୀ ଖୋଜିକି ପାଇଯିବେ କି? ଆପଣମାନଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚୟ କୁହନ୍ତୁ।